ସାଙ୍ଗମାନେ ପୁଣି ଆସିଗଲେ। ପଞ୍ଚତନ୍ତ୍ର ପଣ୍ଡିତ ବିଷ୍ଣୁ ଶର୍ମା ବିରଚିତ ପଞ୍ଚତନ୍ତ୍ର ଆଉ ଡକ୍ଟର ବିବୁଧ ରଞ୍ଜନଙ୍କ ଦ୍ୱାରା ଅନୁସୃଜନ ହୋଇଥିବା ପଞ୍ଚତନ୍ତ୍ରର ପରବର୍ତ୍ତୀ ଗପକୁ ନେଇକି ଯେଉଁ ଗପ ଥିଲା ଆମର ଛଳ କପଟର ପରିଣତି। ଆମେ ୟା ପୂର୍ବରୁ ପଢ଼ିଥିଲେ ନୀଳବର୍ଣ୍ଣ ଶୃଗାଳ କଥା। ତ ଏବେ ଆମେ ପଢ଼ିବା ଛଳ କପଟର ପରିଣତି। କୌଣସି ଏକ ଜଙ୍ଗଲରେ ମଦତ୍କଟ ନାମରେ ଏକ ସିଂହ ରହୁଥିଲା। ଗୋଟିଏ କାଉ, ବିଲୁଆ ଏବଂ ବାଘ ସିଂହର ଚାକର ଭାବରେ ପାଖେ ପାଖେ ରହୁଥିଲେ। ଗୋଟିଏ କାଉ, ବିଲୁଆ ଏବଂ ବାଘ ସିଂହର ଚାକର ଭାବେ ପାଖେ ପାଖେ ରହୁଥିଲେ। ଦିନେ ଗୋଟିଏ ଓଟ ଆସି ସେହି ଜଙ୍ଗଲରେ ଅକସ୍ମାତ୍ ପହଞ୍ଚିଗଲା। ଓଟକୁ ଦେଖି ସିଂହ ତାର ନୌକରମାନଙ୍କୁ ପଚାରିଲା, ଏଇ ପ୍ରାଣୀଟି ଗ୍ରାମର ନା ଜଙ୍ଗଲର? କାଉ ଉତ୍ତର ଦେଲା, ମହାରାଜ, ଏହା ଏକ ଗ୍ରାମୀଣ ପଶୁ। ଆପଣ ଆନନ୍ଦରେ ଏହାକୁ ବଧ କରି ଏହାର ମାଂସ ଭକ୍ଷଣ କରିପାରନ୍ତି। ସିଂହ କିନ୍ତୁ କହିଲା, ନା ନା, ଏପରି କରିବା ଆଦୌ ଉଚିତ ହେବ ନାହିଁ। ସେ ଆମର ଅତିଥି। ଘରକୁ ଆସିଥିବା ଅତିଥିକୁ ହତ୍ୟା କରିବା ଠିକ୍ ନୁହେଁ। ଶତ୍ରୁ ବି ଯଦି ତୁମ ଘରକୁ ଆସେ ତେବେ ବି ତାକୁ ମାରିବା ଉଚିତ ନୁହେଁ। ସିଂହର ନିର୍ଦ୍ଦେଶରେ କାଉ ଯାଇ ଓଟକୁ ଆଣି ସିଂହ ସାମ୍ନାରେ ହାଜର କରାଇଲା। ଓଟ କିପରି ତା ଦଳରୁ ଭୁଲରେ ବାହାରି ଯାଇ ଆସି ଜଙ୍ଗଲରେ ପହଞ୍ଚିଛି ତାର ଦୁଃଖ କାହାଣୀ ଶୁଣାଇଲା। ସିଂହ ଆଶ୍ୱାସନା ଦେଇ ଓଟକୁ କହିଲା, ବନ୍ଧୁ, ଆଜିଠାରୁ ତୁମେ ଆମର ବନ୍ଧୁ ହେଲ। ଆନନ୍ଦରେ ନିର୍ଭୟରେ ଏ ଜଙ୍ଗଲର ଘାସପତ୍ର ଖାଇ ତୁମେ ଜୀବନ ନିର୍ବାହ କର। ବାସ୍, ତା ପରଠାରୁ ଓଟ ଆନନ୍ଦରେ ସେଇ ଜଙ୍ଗଲରେ ରହିବାକୁ ଲାଗିଲା। ଏହାର କିଛି ଦିନ ପରେ ସେଇ ଜଙ୍ଗଲ ଭିତରକୁ ପଶି ଆସିଲା ଏକ ବଳବାନ ପାଗଳ ହାତୀ। ତାକୁ ଦେଖି ଜଙ୍ଗଲର ଅନ୍ୟାନ୍ୟ ପଶୁ ଡରି ଥରି ଆସି ପହଞ୍ଚିଲେ ସିଂହ ରାଜା ମଦତ୍କଟ ପାଖରେ। ରାଜାର କର୍ତ୍ତବ୍ୟ ହେଲା ପ୍ରଜାମାନଙ୍କର ଧନ ଜୀବନର ସୁରକ୍ଷା ଦେବା। ସିଂହ ଚଟାପଟ ପାଗଳ ହାତୀ ସହ ଯୁଦ୍ଧ ଲାଗିଗଲା। ଯଦିଓ ଯୁଦ୍ଧରେ ସିଂହର ବିଜୟ ହେଲା, ତଥାପି ହାତୀର ଦାନ୍ତ ସିଂହ ଛାତିରେ ଗଳିଯାଇ ବଡ଼ କ୍ଷତି କଲା। କିଛି ପଞ୍ଜରା ହାଡ଼ ସିଂହର ଭାଙ୍ଗିଗଲା। ସେହି ଦିନ ପରଠାରୁ ସିଂହ ରୁଗ୍ଣ ହୋଇ ପଡ଼ିଲା। ଆଉ ଶିକାର କରିବାକୁ ଯାଇପାରିଲା ନାହିଁ। ସବୁବେଳେ ଗୁମ୍ଫା ଭିତରେ ପଡ଼ି ରହିଲା। ଖାଦ୍ୟ ବିନା ତା ଶରୀର ଦୁର୍ବଳ ହେବାକୁ ଲାଗିଲା। ସିଂହ ଯେବେ ଶିକାରକୁ ଗଲା ନାହିଁ, ସେତେବେଳେ ତା ଚାକର କାଉ, ବିଲୁଆ, ବାଘ ମଧ୍ୟ ଭୋକ ଉପାସରେ ରହିଗଲେ। କାରଣ ସିଂହ ଶିକାର କରି ଆଣି ଯାହା କିଛି ଖାଇବା ପରେ ବଳକା ମାଂସକୁ ଏମାନେ ବିନା ଶ୍ରମରେ ଖାଇ ଆନନ୍ଦରେ ସମୟ କାଟୁଥିଲେ। ଦିନକୁ ଦିନ ଅବସ୍ଥା ଆହୁରି ଜଟିଳ ହେବାକୁ ଲାଗିଲା। ସିଂହ କହିଲା, ବନ୍ଧୁଗଣ, ତୁମେମାନେ ଯଦି କୌଣସି ପଶୁକୁ ମୋ ପାଖ ଯାଏଁ ନେଇ ଆସି ପାରିବ, ତେବେ ମୁଁ ତାକୁ ମାରି ତୁମମାନଙ୍କ ପେଟପୂରା ଯୋଗ୍ୟ ମାଂସ ଅବଶ୍ୟ ଦେଇପାରିବି। ସିଂହର କଥା ଶୁଣି କାଉ, ବାଘ, ବିଲୁଆ ଶିକାର ଖୋଜିବାକୁ ବାହାରିଗଲେ। ଅନେକ ବୁଲିଲା ପରେ କୌଣସି ଶିକାର ପାଇଲେ ନାହିଁ। ଦେଖିଲେ ଏମାନେ ଭୋକରେ ମରିବା ବେଳକୁ ତାଙ୍କ ବନ୍ଧୁ ଓଟ ଜଙ୍ଗଲରେ କଅଁଳିଆ ଘାସ ଖାଇ ବଡ଼ ଡଉଲ ଡାଉଲ ହୋଇ ଗଲାଣି। ବିଲୁଆ କାଉ ମନ୍ତ୍ରଣା ଲଗାଇଲେ। ବିଲୁଆ କହିଲା, କାଉ ଭାଇ, ଜଙ୍ଗଲରେ ଶିକାର ଖୋଜିବା ପାଇଁ ଏଣେ ତେଣେ ବୁଲିବା ଅପେକ୍ଷା ଏଇ ଓଟକୁ ମାରି ଖାଇଲେ କେମିତି ହୁଅନ୍ତା? କାଉ କହିଲା, ବିଲୁଆ ନେନା, ଏହା କ'ଣ ସମ୍ଭବ? ମହାରାଜ ସିଂହ ପରା ଓଟକୁ ଅଭୟ ଦାନ ଦେଇଛନ୍ତି। ବିଲୁଆ କହିଲା, ତାହା ଠିକ୍ ତ? ତା ତ ଠିକ୍। ତେବେ ମୁଁ ଯାଇ ସିଂହକୁ ଏ ପରାମର୍ଶ ଦେଇ ଦେଖୁଛି କ'ଣ କରାଯାଇ ପାରିବ। ବିଲୁଆ ଯାଇ ସିଂହ ପାଖରେ ତାର ମନ କଥା କହିଲା। ବିଲୁଆ କଥା ଶୁଣି ସିଂହ ରାଗିଯାଇ କହିଲା, ପାପୀ, ଆଉ କେବେ ତୋ ମୁହଁରୁ ଯଦି ଏପରି କଥା ଶୁଣିବି, ତେବେ ତୋତେ ପ୍ରାଣରୁ ମାରିଦେବି।
ତୁ କ'ଣ ଜାଣିନାହୁଁ ଓଟକୁ ମୁଁ ଅତିଥି ବନ୍ଧୁ ଭାବେ ଗ୍ରହଣ କଲି, ତାକୁ ଅଭୟ ବଚନ ଦେଇଛି ବୋଲି। ସିଂହର କ୍ରୋଧକୁ ଶାନ୍ତ କରିବାକୁ ଯାଇ ଚତୁର ବିଲୁଆ କହିଲା, ସ୍ୱାମୀ, ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଭଙ୍ଗ କରିବାକୁ କହୁନାହିଁ। ଆପଣ ନିଜେ ଓଟକୁ ବଧ କରିବାର ଆବଶ୍ୟକ ନାହିଁ, କିନ୍ତୁ ଯଦି ସ୍ୱୟଂ ଓଟ ଆସି ଆପଣଙ୍କ ପାଖରେ ତାର ପ୍ରାଣ ସମର୍ପଣ କରିବ ସେ ତେବେ ସେପରି ବଧରେ ଆଦୌ କୌଣସି ଦୋଷ ରହିବ ନାହିଁ। କିନ୍ତୁ ସ୍ୱୟଂ ଯଦି ଓଟ ଆସି ଆପଣଙ୍କ ପାଖରେ ତାର ପ୍ରାଣ ସମର୍ପଣ କରିବ ସେ ତେବେ ସେପରି ବଧରେ ଆଦୌ କୌଣସି ଦୋଷ ରହିବ ନାହିଁ। ଯଦି ଓଟ ସେପରି ନ କରେ ତେବେ ବି ଆମେ ସମସ୍ତ ପଶୁ ଜଣ ଜଣ କରି ଆପଣଙ୍କ ସେବାରେ ଆମମାନଙ୍କର ପ୍ରାଣ ବିସର୍ଜନ କରିଦେବୁ। ଆମ ମାଂସ ଖାଇ ଆପଣଙ୍କର କ୍ଷୁଧା ଶାନ୍ତ ପଡ଼ିବ। ଯେଉଁ ପ୍ରାଣୀ ନିଜ ସ୍ୱାମୀଙ୍କ କାର୍ଯ୍ୟରେ ଲାଗେ ନାହିଁ ସେପରି ପ୍ରାଣୀର ଆବଶ୍ୟକତା କ'ଣ? ରାଜାର ବିନାଶରେ ପ୍ରଜାମାନେ ବିନାଶ ହୋଇଯାଆନ୍ତି। ରାଜାଙ୍କୁ ରକ୍ଷା କରିବା ପ୍ରଜାମାନଙ୍କର ଧର୍ମ ଅଟେ। ବିଲୁଆର ତର୍କରେ ଖୁସି ହୋଇ ସିଂହ କହିଲା, ଯଦି ତୋର ଏହା ହିଁ ବିଶ୍ୱାସ ଅଟେ ତେବେ ଏଥିରେ ମୋର କୌଣସି ଆପତ୍ତି ନାହିଁ। ସିଂହଠାରୁ ଆଶ୍ୱାସନା ପାଇସାରିଲା ପରେ ବିଲୁଆ ତାର ଅନ୍ୟ ପଶୁମାନଙ୍କୁ ସାଥିରେ ଧରି ଯାଇ ପହଞ୍ଚିଲା ପୁଣି ଥରେ ସିଂହ ପାଖରେ। ସେମାନେ ପ୍ରତ୍ୟେକ ସିଂହ ଆଗରେ ନିଜ ନିଜ ଶରୀର ଉତ୍ସର୍ଗ କରି ସିଂହର କ୍ଷୁଧା ନିବାରଣର ଅଭିନୟ କରିବେ। ସିଂହ କାହାରିକୁ ମାରି ଖାଇବ ନାହିଁ, କେବଳ ଓଟକୁ ହିଁ ବଧ କରିବ। ପ୍ରଥମେ କାଉ କହିଲା, ସ୍ୱାମୀ, ଆପଣ ମୋତେ ମାରି ଖାଇ ଆପଣଙ୍କ ଭୋକ ମେଣ୍ଟାନ୍ତୁ। ସିଂହ ହସି କହିଲା, ତୋ ଦେହରେ କେତେ ମାଂସ ଅଛି ଯେ ମୁଁ ତୋତେ ଖାଇବି? ତାପରେ ବିଲୁଆ ତା ସାମ୍ନାକୁ ଆସି କହିଲା, ସ୍ୱାମୀ, ଆପଣ ମୋତେ ଖାଆନ୍ତୁ। ନିଜ ସ୍ୱାମୀ ପାଇଁ ନିଜ ପ୍ରାଣ ଯିଏ ପ୍ରାଣ ବିସର୍ଜନ କରେ ତାର ସ୍ୱର୍ଗ ପ୍ରାପ୍ତି ହୁଏ। ଠିକ୍ ଏତିକି ବେଳକୁ ବାଘ ଆସି ବିଲୁଆକୁ ଠେଲି ଦେଇ କହିଲା, ଆରେ ବିଲୁଆ ନନା, ତୋ ଦେହରେ ବି କେତେ ମାଂସ ଅଛି ଯେ ଆମ ମହାରାଜଙ୍କ ପେଟ ପୂରିବ? ତୁ ଯା, ମହାରାଜ ମୋତେ ମାରି ଖାଆନ୍ତୁ। ମୋର ଦେହରେ ବହୁତ ମାଂସ। ବାଘର କଥା ଶୁଣି ସିଂହ କହିଲା, ବନ୍ଧୁ, ତୁମେ ହେଲ ମୋ ଜାତି ଭାଇ, ତୁମକୁ ମୁଁ ମାରି ପାରିବି ନାହିଁ। ପାଖରେ ଛିଡ଼ା ହୋଇ ଓଟ ଏସବୁ ଦୃଶ୍ୟ ଦେଖୁଥିଲା। ସେ ଭାବିନେଲା, ସିଂହ ତ କାହାରିକି ମାରୁନାହିଁ। ଏପରି ସ୍ଥଳେ ଓଟ ତାର ଆନୁଗତ୍ୟ ଦେଖାଇବା ପାଇଁ ସାମ୍ନାକୁ ଆସି ମଥା ନତ କରି ସିଂହକୁ କହିଲା, ମହାରାଜ, ଆପଣ ମୋତେ ମାରି ଖାଇ ଆପଣଙ୍କର ଭୋକ ମେଣ୍ଟାନ୍ତୁ। ମୁଁ ମୋ ଶରୀର ଆପଣଙ୍କୁ ସମର୍ପଣ କଲି। ଓଟ ପାଟିରୁ ଏତିକି ବାହାରିଛି କି ନାହିଁ, ତତ୍କ୍ଷଣାତ୍ ଓଟ ଉପରକୁ ସିଂହ, ବାଘ, ବିଲୁଆ ଡେଇଁ ପଡ଼ି ତା ପେଟ ଫାଡ଼ିଦେଲେ। ଓଟର ମାଂସ ଖାଇ ସମସ୍ତେ ଶାନ୍ତ ପଡ଼ିଲେ। କାହାଣୀଟି କହିସାରି ବଳଦ ସଞ୍ଜୀବକ ବିଲୁଆ ଦମନକୁ କହିଲା, ଛଳ କପଟର କଥା କେହି ବିଶ୍ୱାସ କରିବା ଉଚିତ ନୁହେଁ। ଆଉ ରାଜାଙ୍କ ଅନୁଚର ଯାହାକୁ ମାରିବାକୁ ଚାହିଁବେ ତାକୁ ଅବଶ୍ୟ ଛଳକପଟ କରି ମାରିଦେଇ ପାରିବେ। ତେଣୁ ମୋ ବିରୁଦ୍ଧରେ ରାଜା ପିଙ୍ଗଳକଙ୍କ ପାଖରେ କେହି ଷଡ଼ଯନ୍ତ୍ର ନିଶ୍ଚୟ କରିଛି। ମୁଁ ଏବେ କରିବି କ'ଣ? ବିଲୁଆ ଦମନକ କହିଲା, ସଞ୍ଜୀବକ, ଭଲ ହେବ ତୁ ଏ ଜଙ୍ଗଲ ତ୍ୟାଗ କରି ଚାଲିଯା। ବଳଦ କହିଲା, ଅନ୍ୟ କେଉଁଠାକୁ ଚାଲିଗଲେ ମଧ୍ୟ ଶାନ୍ତି ମିଳିବ ନାହିଁ। ବଡ଼ ଲୋକଙ୍କ ସହ ଶତ୍ରୁତା କରି କେହି କେବେ ଶାନ୍ତିରେ ବସି ପାରିନାହିଁ। ବର୍ତ୍ତମାନ ମୋ ପକ୍ଷରେ ଯୁଦ୍ଧ କରିବା ଠିକ୍ ହେବ। ଯୁଦ୍ଧରେ ଗୋଟିଏ ଥର ମୃତ୍ୟୁ ଆସିଥାଏ, କିନ୍ତୁ ଶତ୍ରୁକୁ ଡରି ପଳାୟନ କରିଥିଲେ ମଣିଷ ପ୍ରତିକ୍ଷଣ ଚିନ୍ତିତ ରହିଥାଏ। ସେପରି ଚିନ୍ତାରୁ ଗୋଟିଏ ଥରର ମୃତ୍ୟୁ ସବୁଠାରୁ ଭଲ। ବଳଦ ସଞ୍ଜୀବକ ସିଂହ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲାଣି ଦେଖି ବିଲୁଆ ଦମନକ ଭାବିଲା, ଯଦି ଯୁଦ୍ଧରେ ବଳଦର ମୁନିଆ ଶିଙ୍ଗ ଦୁଇଟା ସିଂହର ଛାତିରେ ଦୈବାତ୍ ଚାଲିଗଲା ତେବେ ତ କଥା ସରିଲା।
ବିଲୁଆର ଷଡ଼ଯନ୍ତ୍ର ଫସର ଫାଟିଯିବ। ଏହା ଭାବି ସେ ବଳଦକୁ ଉପଦେଶ ଦେଲା, ଦେଖ ବନ୍ଧୁ, ବଳବାନ ଶତ୍ରୁ ସହ ଯୁଦ୍ଧ କରିବା ଆଦୌ ଉଚିତ ନୁହେଁ। ତା ନହେଲେ ତୁମର ଅବସ୍ଥା ଅବିକଳ ସେୟା ହେବ ଯେପରି ସମୁଦ୍ର ସହ ଲଢ଼ି କରି ତିତ୍ତିରି ପକ୍ଷୀର ହୋଇଥିଲା। ସଞ୍ଜୀବକ ବଳଦ ପଚାରିଲା, କିପରି? ଦମନକ ବିଲୁଆ ତାପରେ ତିତ୍ତିରି ପକ୍ଷୀର କାହାଣୀ ଶୁଣାଇଲା। ଯେମିତି ପୂର୍ବ ଗପରେ ଆମେ ଜାଣିଥିଲେ ଯେ ପଞ୍ଚତନ୍ତ୍ରର ସବୁ କାହାଣୀ ଗୋଟିଏ କାହାଣୀ ସହିତ ଆଉ ଗୋଟିଏ କାହାଣୀ ଜଡ଼ିତ ରହିଛି। ଏହା କେବଳ ପିଲାମାନଙ୍କ ପାଇଁ ନୁହେଁ, ବଡ଼ମାନଙ୍କ ପାଇଁ ବି ଶିକ୍ଷଣର ମାଧ୍ୟମ। ଯେମିତି ଏଥିରୁ ଆମେ କ'ଣ ଶିଖିଲେ, ଯେତେବେଳେ ବିଲୁଆ ଦମନକ, ସଞ୍ଜୀବକ ଆଉ ରାଜା ପିଙ୍ଗଳଙ୍କ ମଧ୍ୟରେ ବିଶ୍ୱାସ କମ୍ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲା, ଆଉ ବଳଦ ସଞ୍ଜୀବକକୁ ଆସି କହିଥିଲା ଯେ ରାଜା ଚାହୁଁଛନ୍ତି ତୁମକୁ ମାରିବା ପାଇଁ, ସେମିତି କିଛି କହିଥିଲା। ଗୋଟେ ମିନିଟ୍ ଆମେ ଦେଖିଦେବା, ଗୋଟିଏ କ୍ଷଣ ଭିତରେ ଆମେ ଦେଖିଦେବା। ହଁ, ତ ସିଂହ ଓ ବଳଦର ଭିତରେ ବିଶ୍ୱାସ କମ୍ କରିବା ପାଇଁ ବିଲୁଆ ଦମନକ ଆସିକି ସଞ୍ଜୀବକୁ କହିଥିଲା ଯେ ରାଜା ମନସ୍ତାପ କରିଛନ୍ତି, ପିଙ୍ଗଳକ ମନସ୍ତାପ କରିଛନ୍ତି ଯେ କାଲି ସକାଳେ ତୁମକୁ ମାରି ମାଂସକୁ ଅନ୍ୟ ପଶୁମାନଙ୍କୁ ଖୁଆଇବେ। ତ ବଳଦ ଯେହେତୁ ଟିକେ ବୁଦ୍ଧିମାନ ଥିଲା, ସେ କହିଲା କି ନାଇଁ, ପୁଣି ଦମନକ ବଳଦକୁ ବୁଝିବାକୁ ଚାହିଁଥିଲା ଯେ ଆପଣ କିଛି ଭଲ କଥା କହିକି ରାଜାଙ୍କ ମନକୁ ପ୍ରସନ୍ନ କରିଦିଅନ୍ତୁ। କିନ୍ତୁ ବଳଦ ଏସବୁ ବୁଝିପାରି ନିଜେ ଆଗରୁ କିଛି କାହାଣୀ ଜାଣି କହିଲା ଯେ କେହି ଜଣେ ନିହାତି ରାଜାଙ୍କ ମନରେ କୂଟ ବୁଦ୍ଧି ଭରିବାକୁ ଚେଷ୍ଟା କରିଛି। ଯିଏ ଥରେ ଚେଷ୍ଟା କରିଛି ସେ ପୁଣି ବାରମ୍ବାର ଚେଷ୍ଟା କରିପାରିବ। ତେଣୁ ସେ ଗପ କହିବାକୁ ଚାହିଁଲା, ଯେଉଁଟା ଆମର ହେଲା ଛଳ କପଟର ପରିଣତି। ଛଳ କପଟର ପରିଣତିର ଗପ ଶୁଣାଇ ସେ କହିଲା, ଛଳ କପଟ କଥାକୁ କେବେ ବିଶ୍ୱାସ କରିବା କଥା ନୁହେଁ। ଯଦି କେହି ରାଜାଙ୍କ ମନ ଭିତରେ ମୋ ବିରୁଦ୍ଧରେ କୂଟନୀତି ପ୍ରବେଶ କରାଇଛି, ତ ସେ ବିଶ୍ୱାସ ଫେରିବା ଅସମ୍ଭବ। ତେଣୁ ଆଉ ସେ ଜିନିଷକୁ ବିଶ୍ୱାସ କରିହେବନି। ୟା ତ ମୋତେ ଜଙ୍ଗଲ ଛାଡ଼ି ପଳାଇବାକୁ ପଡ଼ିବ, ୟା ତ ମୋତେ ଯୁଦ୍ଧ କରିବାକୁ ପଡ଼ିବ। ଯେହେତୁ ମଣିଷ ଯୁଦ୍ଧ ଛାଡ଼ି ପଳାଇଲା ପରେ ଶାନ୍ତିରେ ରହିପାରେ ନା, ଏ କଥା ବଳଦ ସଞ୍ଜୀବକ ବୁଝି ସାରିଛି। ତ ତେଣୁ ସେ କହୁଛି କି ମୁଁ ଯୁଦ୍ଧ କରିବି, ମୋ ପାଖରେ ଆଉ କିଛି ବାଟ ନାହିଁ। ଏ ଜଙ୍ଗଲ ତ୍ୟାଗ କରିକି ମୁଁ ଅନ୍ୟ କାହାକୁ ଚାଲିଲେ ମୋତେ ଶାନ୍ତି ମିଳିବ ନାହିଁ। ବଳଦ ସଞ୍ଜୀବକ କହୁଛି, ଅନ୍ୟ କାହାକୁ ଚାଲିଗଲେ ମୋତେ ଶାନ୍ତି ମିଳିବ ନାହିଁ। ବଡ଼ ଲୋକଙ୍କ ସହ ଶତ୍ରୁତା କରି କେବେ କେହି ଶାନ୍ତିରେ ରହିପାରିବେନି। ତେଣୁ ମୋ ପାଖରେ ଗୋଟିଏ ଜିନିଷ ରହିଲା, ବର୍ତ୍ତମାନ ମୋ ପାଖରେ ଯୁଦ୍ଧ କରିବା ହିଁ ଠିକ୍ ମୋ ପାଇଁ। ତ କେବେ ବି ପଛଘୁଞ୍ଚା ନ ଦେଇ ବଳଦ କହିବାକୁ ଚାହୁଁଛି ଯେ ଶାନ୍ତିରେ ତ ମୁଁ କେଉଁଠି ବି ରହିପାରିବିନି। ତ ତାଠୁ ଭଲ ହେବ ଶତ୍ରୁକୁ ଡରି ପଳାୟନ କରିଥିବା ମଣିଷ ପ୍ରତିକ୍ଷଣ ଚିନ୍ତିତ ରୁହେ। ସେପରି ଚିନ୍ତାରୁ ଗୋଟିଏ ଥର ମୃତ୍ୟୁ ସବୁଠାରୁ ଭଲ। ତେଣୁ ସେ ଯୁଦ୍ଧ ପାଇଁ ପ୍ରସ୍ତୁତ। ଏ କଥା ଦେଖି ଦମନକ ଟିକେ ପଛଘୁଞ୍ଚା ଦେଲା ଯେ ଯଦି ଯୁଦ୍ଧ କରିବ ଆଉ ଭୁଲରେ ବି ବଳଦର ସିଂହ ରାଜା ପିଙ୍ଗଳଙ୍କୁ ମାରିଦେବ, ତାହେଲେ କ'ଣ ହେବ? ତାହେଲେ ମୋର ସବୁ ଯେଉଁ ମୁଁ ଷଡ଼ଯନ୍ତ୍ର କରିଛି ସେ ଫସର ଫାଟିଯିବ।
ଏ କଥା ଶୁଣି ସେଠୁ କହୁଛି କିଏ ବିଲୁଆ ଦମନ କହୁଛି ଯେ ଏହା ଭାବି ସେ ବଳଦକୁ ଉପଦେଶ ଦଉଛି, ଦେଖ ବନ୍ଧୁ, ବଳବାନ ଶତ୍ରୁ ସହ ଯୁଦ୍ଧ କରିବା ଆଦୌ ଉଚିତ ନୁହେଁ। ତା ନହେଲେ ତୁମର ଅବସ୍ଥା ବି ଅବିକଳ ସେୟା ହେବ ଯେପରି ସମୁଦ୍ର ସହ ଲଢ଼ି କରି ତିତିର ପକ୍ଷୀର ହୋଇଥିଲା। ସଞ୍ଜୀବକ ବଳଦ କିପରି? ତ କାଲି ଆମେ ପଢ଼ିବା ଦୁଃସାହସର ଫଳ। ଯେ ବଡ଼ ଶତ୍ରୁଙ୍କ ସହିତ ଲଢ଼ିଲେ ଆମେ କ'ଣ ଜାଣିଲେ? ଆମେ ଜାଣିଲେ ଯେ ବଳଦ ସଞ୍ଜୀବକ ଶିକ୍ଷା ଦେବାକୁ ଚାହୁଁଛି ଯେ ଶତ୍ରୁଠାରୁ ପଳାୟନ କଲେ ମଣିଷ ଶାନ୍ତିରେ ରହିପାରିବନି। ଆଉ ବିଲୁଆ ଦମନକ କ'ଣ ଶିକ୍ଷା ଦେବାକୁ ଚାହୁଁଛି? ଯେ ବଡ଼ ଶତ୍ରୁ ସହିତ ଯୁଦ୍ଧ କଲେ ଆଦୌ ଭଲ କଥା ନୁହେଁ। କାରଣ ଶତ୍ରୁ କେତେ ବଡ଼ ଆମେ ଜାଣିବାଟା ନିହାତି ଦରକାର। ତା ସହିତ ଯୁଦ୍ଧ କରିବା କି ଆମେ ଯୁଦ୍ଧରୁ ପଳାୟନ କରିବା, ଶତ୍ରୁର ପରିସ୍ଥିତିକୁ ଦେଖିକି ଆମେ ସେ ଜିନିଷ ନିଷ୍ପତ୍ତି ନେବା। ତେଣୁ ଆମେ ଆଗକୁ ପଢ଼ିବା ଯେ ବିଲୁଆ କ'ଣ କହିକି ସଞ୍ଜୀବକକୁ ବୁଝେଇବାକୁ ଚାହିଁବ ଯେ ଯୁଦ୍ଧ କରିବା ନିହାତି ଦରକାର ନାହିଁ, ତମେ ଜଙ୍ଗଲ ଛାଡ଼ିକି ପଳାଅ, ସେଇଟା ହିଁ ସବୁଠାରୁ ଭଲ ହେବ। ନମସ୍କାର।